ଦେଖନ୍ତୁ ଆମର ଏଇନା କୋବି ଘାଣ୍ଟ କରିବା। କଚ କଚ କାଟି ପକେଇଲେ ମୋ ଶାଶୁ ମା ପଟ 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 କାଟିଲେ। ଏବେ କାଟି ସାରିଲେଣି। ଦେଖନ୍ତୁ ଆମେ ଏଇନା କଡ଼ାକୁ ତତେଇବା। କଡ଼ାକୁ ସବୁ ପନିପରିବା ପକେଇ ଦେବା। ପକେଇ ସାରିଲେଣି। ଲୁଣ ହଳଦୀ ପକେଇକି ତାକୁ ସିଝେଇ ଦେବା ଭଲ ଭାବରେ। ଲୁଣ ହଳଦୀ ପକେଇ ଦେବା ଏଇନା। ହଳଦୀଟା ପକେଇବା ରୁହନ୍ତୁ। ଦେଖନ୍ତୁ ପକାଯିବ ଏଇ ହଳଦୀ ପକେଇଦେଲେ ଭଲ ଭାବରେ ଆମେ ତାକୁ ସିଝେଇ ଦେବା। ଏଇ ଦେଖନ୍ତୁ ଆମର ସିଝିଗଲା। ଢାଙ୍କୁଣୀ ଏବଂ ଢାଙ୍କୁଣା ବର୍ତ୍ତମାନ ମାରିଦେଲେ। ତାକୁ ଦେଖନ୍ତୁ ତାପରେ ଆମର ସିଝି ଢାଙ୍କୁଣା ମାରିବା ପରେ ଏଇନା ପିଆଜ ରସୁଣ ଅଦାକୁ ଆମେ ଭଲ ଭାବରେ କାଟିକି ତାକୁ ଆମେ କାଟିଲେ ପରେ କିଛି ଏତେଗୁଡ଼ା ଲମ୍ବା ପେଷ୍ଟ କରିଦେବା ଏଇନା। କଚ ପେଷ୍ଟ କରିଦେବା। ଦେଖନ୍ତୁ ପିଲାମାନେ ଆମର ଏତକ ଟ୍ରେନିଂ ସରିଛି। ଏବେ ଆମେ ବିଲାତିକୁ ପେଷ୍ଟ କରିଦେବା। ବିଲାତିକୁ ଆମେ ପେଷ୍ଟ କରିଦେଲା। ଘୁରେଇକି ଗ୍ରାଇଣ୍ଡରରେ ପେଶିଦେବା। ଘୁରେଇକି ପେଶିଦେଲେ ତାକୁ ବର୍ତ୍ତମାନ କୋବିଟି ଆମର ସିଝିଗଲା। କୋବିଟି ଆମର ସିଝିକି ଦେଖିଲେ କି ନାହିଁ ସିଝିଗଲା। ଭଲସେ ଭାବରେ ସିଝିଯାଇଛି। ତାକୁ ଆମେ ଟିକେ କଡ଼ାରେ ତେଲ ପକେଇଦେବା। ତେଲ ପକେଇ ସାରିଲା ପରେ ଟିକେ ତେଲଟାକୁ ଭଲ ଭାବରେ ତାତିଗଲା। ତାକୁ ଆମେ ପିଆଜ ଟିକେ ପକେଇଦେବା। କଞ୍ଚା ପିଆଜ ଟିକେ ହେଇଗଲା ପରେ ମସଲା ପେଷ୍ଟ ଯେ କରିଥିବା ତାକୁ ଆମେ ସବୁ ଢାଳିଦେବା। ଢାଳି ସାରିଲା ପରେ ଟିକେ ଲୁଣ ହଳଦୀ ଢାଳିଦେଲେ। ତାପରେ ଟିକେ ଲୁଣ ହଳଦୀ ଲଙ୍କାଗୁଣ୍ଡ ପକେଇବା। ଏଇ ଲଙ୍କାଗୁଣ୍ଡ ଟିକେ ପକେଇଦେବା। ପକେଇଦେଲେ ଲଙ୍କାଗୁଣ୍ଡ ମସଲାଟି ଭଲ ଭାବରେ କଷିଦେବା। ଏଇଠି ମସଲାଟି ଆମର କଷି ସାରିଲା ପରେ ହେଇଗଲାଣି। କଷିଥିଲେ ବି ଦେଖିଲା ବଢ଼ିଆ ସେଣ୍ଟ ହେଉଛି। କଷି ସାରିଲା ପରେ ବାସ୍ନା ବଢ଼ିଆ ଉଠିଲା। ଏଇ ଆମ କୋବିଟାକୁ ଢାଳିଦେବା। ତାକୁ ଟିକେ ଧଣିଆ କୋବିଟାକୁ ସିଝି ଭଲ ଭାବରେ ମସଲାକୁ ପେଷ୍ଟ ହେଇଗଲା ପରେ ତାକୁ ଆମେ ଧୋଇ ସାରିଲା କି ଧଣିଆ ପତ୍ର ଟିକେ ତା ଉପରେ ଛିଞ୍ଚିବା। ଧଣିଆ ପତ୍ରକୁ ଆଣିଲେ ଧୋଇକି କାଟିଦେଲେ ତରକାରୀ ଉପରେ ବିଞ୍ଚି ଦେଲେ ଖାଇଦେବା।